আজি রাতে গলে পাই জଳିব মজুই জଳିব মজুই দুনিয়ার চালিজি নথিব মোছাই নথিব মোছাই কাহিকি রহিবি কাহিকি জিবি নিজ সব নিজে বহি যাହାର তୁ ଦେଲୁ ପେ ଜି ଥାଇ ମଶାଣିରେ ଦେଲୁ ଶୋଇ ଯାହାର ତୁ ଦେଲୁ ପେ ଜି ଥାଇ ମଶାଣିରେ ଦେଲୁ ଶୋଇ ଦେଲୁ ଶୋଇ ଦେଲୁ ଶୋଇ। କାହିଁ ରାଗ ରୋଷେଇ ହେଇଥିଲା ନା ସିଏ କଣ କରନ୍ତି ଲେଟ୍ କରନ୍ତି ମାନେ କହିବେ 10ଟା ପ୍ରଡ୍ୟୁସର ମାନେ ଆମେ ମାନେ ସବୁ ବସିଥିବୁ ମ୍ୟୁଜିକ୍ ଡାଇରେକ୍ଟର ମାନେ ମାନେ ମୁଁ ବୋଲି ନୁହଁ ଅଲଗା ମ୍ୟୁଜିକ୍ ଡାଇରେକ୍ଟର ବି ବସିଥିବେ ଯେତେଟା ଗୀତ ଗୋଟେ ଦିନ ରେକର୍ଡିଂ ଥାଏ ସେ ଲେଟ୍ କରନ୍ତି କହିବେ 10ଟା ଆସିବେ 3ଟା ଲୋକମାନେ ସବୁ ବସିଥିବେ। ମୁଁ ଥରେ ବିରକ୍ତି ହେଇଥିଲି କିଛି ଦିନ ଅଭିମାନ ମାରିଥିଲେ ସିଏ ତ ମୋ ଉପରେ ରାଗନ୍ତିନି କେବେ ଅଭିମାନରେ କିଛି ଦିନ ମୁଁ ଗୀତ ବୋଲେଇ ନଥିଲି। ନମସ୍କାର ବର୍ତ୍ତମାନ ଆମେ ଆସି ପହଞ୍ଚି ଯାଇଛୁ ଫେମସ ଷ୍ଟୁଡିଓରେ ମାନେ ଷ୍ଟୁଡିଓ ନାଁ ହଉଛି ଫେମସ ଷ୍ଟୁଡିଓ। ଖାଲି ଏଠିକାର ଷ୍ଟୁଡିଓ ନାଁ ଫେମସ ନୁହେଁ ଆଜ୍ଞା ଏଠି ମାନେ ମ୍ୟୁଜିକ ଡାଇରେକ୍ଟର ଯେ ମାନସ କୁମାର ସାର୍ ସିଏ ବି ଏଠିକାର ଫେମସ ଆଉ ଏଠି ଯୋଉ ସିଙ୍ଗର ଗୀତ ଗାଇଛନ୍ତି ସିଏ ବି ଆଜ୍ଞା ଏଠି ଫେମସ। ତ ଆମେ ବି ଆଜି ଆସିଛୁ ଆମେ ବି ଟିକେ ଫେମସ ହେଇଯିବା ନା କଣ ଭାଇ। ତ ଯୋଉ ଫେମସ ସିଙ୍ଗର ଆମର ଗୀତ ଗାଇ ଆଜି ଆମ ଗହଣରେ ନାହାନ୍ତି ମାନେ ବହୁତ ଦୁଃଖ ଲାଗୁଛି। ତାଙ୍କର ବି ଆଜ୍ଞା ଫଟୋ ଅଛି ଯିଏ କି ଏଠି ଗୀତ ଗାଇକି ମାନେ ଗାଇଥିଲେ ଫେମସ ଗୀତ ବହୁତ ଭାଇରାଲ ହେଇଥିଲା। ତ ଭାଇ ଆପଣ ହ୍ୟୁମାନ ଭାଇଙ୍କର ଗୋଟେ ଫଟୋ ମାରିଛନ୍ତି ପଛରେ ଆଉ ଲେଖା ହେଇଛି ସେଥିରେ ଆମେ ଭୁଲି ପାରିବୁନି କେବେ ମାନେ ଏମିତି କାହିଁକି ଲେଖିକି ମାରିଛନ୍ତି କୁହନ୍ତୁ। ପ୍ରଥମେ ସମସ୍ତଙ୍କୁ ନମସ୍କାର। ଏଇଥିପାଇଁ ଲେଖିଛି ଯେ ହ୍ୟୁମାନ ସାଗର ସାଙ୍ଗରେ ମାନେ ଷ୍ଟାର୍ଟିଂରୁ ଯେତେବେଳେ ସେ ଭଏସ୍ ଅଫ୍ ଓଡ଼ିଶାରେ ଷ୍ଟ୍ରଗଲ୍ କରୁଥିଲେ ସେଇ ସମୟରେ ତାଙ୍କୁ ଆଲବମ୍ରେ ମୁଁ ପ୍ରଥମ ଦେଇଥିଲି। ଫିଲ୍ମରେ ତ ଅଲଗା ଲୋକ ଦେଇଥିଲେ ଆପଣମାନେ ଜାଣିଥିବେ। ଆଲବମ୍ ଅନୁସାରେ ପ୍ରଥମ ଗୀତ ଦେଇଥିଲି। ତାପରେ ପରେ ସିଏ ମୋ ଡିରେକ୍ସନରେ 200 ପାଖାପାଖି ଗୀତ 200 ପ୍ଲସ୍ ଗୀତ ଗାଇଛନ୍ତି। ସବୁ ପ୍ରକାର ଗୀତ ଗାଇଛନ୍ତି ବେଶୀ ସ୍ୟାଡ୍ ଗାଇଛନ୍ତି ଆଉ ଡ୍ୟାନ୍ସ କିଛି ଗାଇଛନ୍ତି। ମାନେ କେତେ ଜଡ଼ିତ ତାଙ୍କ ସାଙ୍ଗରେ କେତେ କ୍ଲୋଜ୍ କେତେ ଭଲ ପାଇବା ସେଥିପାଇଁ ତାଙ୍କୁ ତ କେବେ ଭୁଲି ହବନି। ସେ ଗଲେଣି ମାସେ ପରେ ହେଇଗଲାଣି ତଥାପି ଆମେ ଆଜି ପର୍ଯ୍ୟନ୍ତ ଭୁଲି ପାରୁନୁ। ତଥାପି ସେ କଷ୍ଟ ହେଉଛି ତାଙ୍କ ଭିଡ଼ିଓ ଦେଖିଲେ ଲୁହ ଝରୁଛି ସେ ଅଟୋମେଟିକ୍ ହେଇଯାଉଛି। ସେଥିପାଇଁ ମୁଁ ତାଙ୍କ ଫଟୋ ସବୁ ଜାଗାରେ ରଖିଛି ମୋ ଡିପି ବି ରଖିଛି ପ୍ରାୟ ସମୟ ଷ୍ଟାଟସ୍ ବି ରଖୁଛି। ଡିପି ତ ପୁରା ରହିଲା ଏବେ ମୋ ଗାଡ଼ିରେ ବି ମୁଁ ମାନେ ହ୍ୟୁମାନ ସାଗରଙ୍କ ମାନେ ନାଁ ଲେଖୁଛି ବର୍ତ୍ତମାନ। ମାନେ ଆପଣଙ୍କର ତାଙ୍କର ସମ୍ପର୍କ କଣ ମାନେ ଏତେ ମାନେ ନିବିଡ଼ ମାନେ କୋଉଠି ଫାଷ୍ଟ ଦେଖା ହେଇଥିଲା ଆମର ହ୍ୟୁମାନ ସାଗର ଭାଇ କଣ କେମିତି ଆପଣଙ୍କ ଷ୍ଟୁଡିଓକୁ ପ୍ରଥମେ ଆସିଥିଲେ? ଶୁଣନ୍ତୁ ଦେଖା ହେଇଥିଲେ କଣ ସେ ଭଏସ୍ ଅଫ୍ ଓଡ଼ିଶାରେ ଗୀତ ଗାଉଥିଲେ। ପିକେ ବୋଲି ଜଣେ ସିଙ୍ଗର ଥିଲେ ମୁଁ କହିଲି ପିକେ ମୋର ଚିହ୍ନା ଥିଲେ ହେଲା କି ସିଏ ବି ଥିଲେ ଭଏସ୍ ଅଫ୍ ଓଡ଼ିଶାରେ। ଆଉ ମୁଁ କହିଲି ସେ ଯୋଉ ପିଲାଟି ଗାଉଛନ୍ତି ତାଙ୍କ ନମ୍ବରଟେ ମୋତେ ଦିଅ। ସିଏ ନମ୍ବର ଆଣିକି ଦେଇଥିଲେ। ଦେଲା ପରେ ମୁଁ ତାଙ୍କୁ ଆଲବମ୍ ପ୍ରଥମ ଦେଇଥିଲି ଯୋଉଟା ଓ ମାହିରେ ଯୋଉଟା ରିଲିଜ ହେଇନଥିଲା 13 ବର୍ଷ ପରେ ରିଲିଜ ଏବେ ହେଲା। ସେବେଟାର ତ ଦେଖା ଚା ଆଉ ସେତେବେଳେ ସେ ନୂଆ ନୂଆ ଷ୍ଟ୍ରଗଲ୍ କରୁଥିଲେ। ଆଉ ସେଇ ସମୟ ଠାରୁ ତାପରେ ପରେ ତ ଆଲବମ୍ ଆପଣମାନେ ସବୁ ଜାଣିଥିବେ ବହୁତ ସ୍ୟାଡ୍ ସଙ୍ଗ ଗୀତ ଗାଇଛନ୍ତି ବହୁତ ହିଟ୍ ବି ଯେମିତି କେମିତି ଭୁଲିବି ଅଭୁଲା ଦିନ ଆଜି ରାତି ଗଲେ ପାହି ଜଳିବ ଜୋଇ ଧନୀ ଗରିବ ପ୍ରେମରେ ନାହିଁ ମୁଁ ମରିଯିବି ଏମିତି ଅନେକ ଗୀତ ଅଛି ସେଟା ତ ଆପଣ ଜାଣିଥିବେ ଆଉ କେତେ କହିବି। ମାନେ ହ୍ୟୁମାନ ଭାଇ ଆପଣଙ୍କର ଲେଖାରେ କେତେଟା ଗୀତ ଗାଇଛନ୍ତି? 200 ପ୍ଲସ୍ ଗୀତ ସେ ଗାଇଛନ୍ତି ମୋ ମ୍ୟୁଜିକ୍ ଡାଇରେକ୍ସନରେ। ଆଚ୍ଛା ଯେତେବେଳେ ହ୍ୟୁମାନ ଭାଇ ଷ୍ଟୁଡିଓକୁ ଆସନ୍ତି ଏଇ ଷ୍ଟୁଡିଓରେ ସେ କେତେଟା ଗୀତ ଗାଇଛନ୍ତି ଆପଣ ଏଇ ଯୋଉ ଫେମସ ଷ୍ଟୁଡିଓ? ଏଇ ଷ୍ଟୁଡିଓଟା ଲେଟରେ ହେଲା ଗୋଟିଏ ଗୀତ ଗାଇଛନ୍ତି ଆଜ୍ଞା। ହଁ 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 ଅଲଗା ଷ୍ଟୁଡିଓରେ ବହୁତ ଗାଇଛନ୍ତି। ଆପଣଙ୍କ ଷ୍ଟୁଡିଓକୁ ଯେତେବେଳେ ହ୍ୟୁମାନ ସାଗର ଭାଇ ଗୀତ ଗାଇବାକୁ ଆସନ୍ତି ଗୀତ ଗାଆନ୍ତି ଖାଲି ଗୀତ ଗାଆନ୍ତି ନା ଆପଣଙ୍କ ସହିତ ପର୍ସନାଲ ଟାଇମ ବି କିଛି ସ୍ପେଣ୍ଡ କରନ୍ତି? ପର୍ସନାଲ ତ ବହୁତ କଥା ଥାଏ ଗୀତ ଗାଇବା କମ ସମୟ ଗପ ମଜା ସେଇଟା ତ ଗୋଟେ ଅଲଗା ପ୍ରକାର ସବୁ ଷ୍ଟୁଡିଓରେ ହୁଏ। ତାଙ୍କର ସେଇଟା ବଡ ପଣିଆ ଆଉ ଭଲ ଲୋକ ଭଲ ମଣିଷ ମନରେ କେବେ ଗର୍ବ ନାହିଁ ବହୁତ ମାନେ ବହୁତ ବଢିଆ। ଏମିତି କିଛି ସ୍ମୃତି ଅଛି କି ହ୍ୟୁମାନ ଭାଇଙ୍କ ସହିତ ଯୋଉଟା କି ଆପଣ କେବେ ଭୁଲି ପାରିବେନି? ସେମିତି ତ ଅନେକ ଅଛି ସବୁ କଥା ତ କହିଲେ ବହୁତ ଲମ୍ବା ଲମ୍ବା କାହାଣୀ ସେଟା ତ କହିହବନି ବହୁତ ବଡ ବଡ କଥା ଅଛି କିନ୍ତୁ ଅନେକ କଥା ଅଛି ସେଟା ତ ପର୍ସନାଲ କଥା କିଛି ଜିନିଷ କହି ହଉନି କିନ୍ତୁ ହଁ ବହୁତ ସ୍ମୃତି ଅଛି ସେଟା କେବେ ଭୁଲି ହବନି। ଆଉ ସେ ତ ଆମ ଗଣରେ ସବୁଠାରୁ ଗଣରେ ନାହାନ୍ତି ସେଟା ସବୁଠାରୁ ଦୁଃଖର କଥା। ଆଉ ତାଙ୍କ ଜାଗା ତ କେହି ପୂରଣ କରିପାରିବେନି ଯିଏ ଯେତେ ଆସିଲେ କେବେ ପୂରଣ କରିପାରିବେ ନାହିଁ। ଆଚ୍ଛା ଆପଣ କେବେ ହ୍ୟୁମାନ ଭାଇଙ୍କ ମାନେ ଷ୍ଟୁଡିଓ ଯୋଉ ଗୀତ ଗାଇବାକୁ ଆସନ୍ତି ଏସବୁ କଥା ନେଇ କେବେ ରାଗିଛନ୍ତି ତାଙ୍କ ଉପରେ? ହଁ ମୁଁ ଆମର ପ୍ରାୟ 4 ମାସ ଆଗରୁ ସେ ହେଇଥିଲା। କାହିଁ ରାଗ ରୋଷେଇ ହେଇଥିଲା ନା ସିଏ କଣ କରନ୍ତି ଲେଟ୍ କରନ୍ତି ମାନେ କହିବେ 10ଟା ପ୍ରଡ୍ୟୁସର ମାନେ ଆମେ ମାନେ ସବୁ ବସିଥିବୁ ମ୍ୟୁଜିକ୍ ଡାଇରେକ୍ଟର ମାନେ ମୁଁ ବୋଲି ନୁହଁ ଅଲଗା ମ୍ୟୁଜିକ୍ ଡାଇରେକ୍ଟର ବି ବସିଥିବେ ଯେତେଟା ଗୀତ ଗୋଟେ ଦିନ ରେକର୍ଡିଂ ଥାଏ ସେ ଲେଟ୍ କରନ୍ତି।
କହିବେ 10ଟା ଆସିବେ 3ଟା ଲୋକମାନେ ସବୁ ବସିଥିବେ। ମୁଁ ଥରେ ବିରକ୍ତି ହେଇଥିଲି, କିଛି ଦିନ ଅଭିମାନ ମାରିଥିଲେ ସିଏ ତ ମୋ ଉପରେ ରାଗନ୍ତିନି କେବେ, ଅଭିମାନରେ କିଛି ଦିନ ମୁଁ ଗୀତ ବୋଲେଇ ନଥିଲି। ତାପରେ ସିଏ ତ ରାଗନ୍ତିନି, ତାପରେ ପୁଣି ଗୀତ ବୋଲେଇଲି ହସ ଖୁସିରେ ଯେମିତି ଚାଲିଲା, ଖାଲି ଅଭିମାନ ଜଷ୍ଟ ଏମିତି ହେଇଥିଲା ଆଉ, ଛୋଟିଆ ରାଗ ରୁଷା ଆଉ କିଛି ଦିନ ଆଚ୍ଛା, ହେଇଥିଲା। ହ୍ୟୁମାନ ସାଗର ଭାଇ ଗଲା ପରେ ଗୋଟେ ଗୀତ ଆପଣଙ୍କର ଭାଇରାଲ ହେଇଥିଲା ଯେ ଆଜି ରାତି ଗଲେ ପାଇ ଜଳିବ ମୋ ଜୁଇ। ଏଇ ଗୀତଟି ହ୍ୟୁମାନ ଭାଇଙ୍କ ମାନେ ପର୍ସନାଲ ଲାଇଫ କିଛି ନା କିଛି ମାନେ ଲାଗୁଛି ଏମିତି ତାଙ୍କ ପାଇଁ ଏଇ ଗୀତଟା ତିଆରି ହେଇଥିଲା। ତ ଆପଣ ଏଇ ଯୋଉ ଗୀତଟି ଲେଖିଲା ବେଳେ ମାନେ କଣ ଭାବିକି ଲେଖିଥିଲା ଆଉ ଏମିତି ଗୀତ କାହିଁକି ଲେଖିଲେ? ଦେଖନ୍ତୁ ଗୀତ ସେଇ ସମୟ ଯେହେତୁ ସ୍ୟାଡ ସଙ୍ଗ ଚାଲିଥିଲା, ମାନେ ଭଲ ମାନେ ଟ୍ରେଣ୍ଡିଂ ରେ ଥିଲା, ସେଇ ସମୟରେ ମୁଁ ସ୍ୟାଡ ସଙ୍ଗ ମାନେ ଏଇଟା କମ୍ପୋଜିସନ କରିଥିଲି, ନିଜେ ବି ଲେଖିଥିଲି। ତାପରେ ମୁଁ ବି ଜାଣିନଥିଲି ତାଙ୍କ ଷ୍ଟୋରି ଏମିତି ହେଇଯିବ, କିନ୍ତୁ ଗୋଟେ କଥା ଆଜି କହିବି, କିନ୍ତୁ ମୁଁ ଜାଣିନି କାହିଁକି ତାଙ୍କୁ ଏ ଗୀତ ବହୁତ ଭଲ ଲାଗେ। ମାନେ ସବୁବେଳେ ଯେତେବେଳେ ଆସିବେ ଅଲଗା ଗୀତ ରେକର୍ଡିଂ ଥିବ ବି ସେ ଗୋଟାଏ କହିବେ ସାର୍ ଆଜି ରାତି ଗଲେ ପାଇ ଜଳିବ ମୋ ଜୁଇ। ସେ ଗୀତ 2 ଲାଇନ ନ ଗାଇଲେ ସେ ଶାନ୍ତି ହେବେନି। ଯେମିତି ହେଲେ ସିଏ ଷ୍ଟୁଡିଓକୁ ଆସିବେ, ଏଣ୍ଟ୍ରି କରିବେ ମାନେ ପ୍ରଣାମ କରିଦେଇକି ସାଙ୍ଗେ ସାଙ୍ଗେ ସେ ଗୀତଟା ଗାଇବା କଥା ଗାଇବେ। କଣ ହେଇଥିଲା ଗୀତ, ସାର୍ ଆଉ ଟିକେ ଗାଇଥାନ୍ତି ଥଣ୍ଡା ହେଇଥିଲା, ଭଏସ ପଡିଥିଲା। ଆଚ୍ଛା ହଁ ସେଇ ଗୀତ ମାନେ ମତେ ବେଳେ ବେଳେ ଭାବେ ସେ ଗୀତ ଏବେ ସେ ଚାଲିଗଲେ, ସେ ଗୀତ ମାନେ ଭାଇରାଲ ହଉଛି କଣ୍ଟିନ୍ୟୁ, ଗଲା ପରେ ତାଙ୍କର ସମାଧି ଶବ ସେ ଗୀତ କଣ୍ଟିନ୍ୟୁ ଯୋଉ ବାଜୁଛି, ମୁଁ ଆଜ୍ଞା ସେ ଭାବୁଛି ବୋଧେ ତାଙ୍କ ଆତ୍ମାକୁ ଯୋଉ ଶାନ୍ତି ଥିଲା, ମାନେ ଶାନ୍ତି ହେଇଥିଲା ଗୀତ ପାଇଁ, ବୋଧେ ସେଇଥିପାଇଁ ବୋଧେ ମାନେ ଶେଷ ସମୟରେ ଏଇ ଗୀତକୁ ସେ ଭଲ ପାଇଲେ ବହୁତ, ମାନେ ତାଙ୍କ ପାଇଁ ଏ ଗୀତ ବୋଧେ ମାନେ ଡେଡିକେଟ ହେଇଗଲା, ମୁଁ ଭାବେ ଏଇଆ। ଆଚ୍ଛା, ଆପଣଙ୍କ ଆଜ୍ଞା ଭଏସ ରୁ ସେଇ ଗୀତ ପଦେ ଆମେ ଶୁଣିବାକୁ ଚାହେଁ। ଆଜ୍ଞା, ମୁଁ ତ ତାଙ୍କ ଭଳିଆ ଗାଇପାରିବିନି, ପର୍ଦା ପଛର କଳାକାର, ଆଜ୍ଞା ତଥାପି ଗାଉଛି। ଆଜି ରାତି ଗଲେ ପାଇ ଜଳିବ ମୋ ଜୁଇ, ଜଳିବ ମୋ ଜୁଇ, ଦୁନିଆରୁ ଚାଲିଯିବି, ନଥିବ ମୋ ଛାଇ, ନଥିବ ମୋ ଛାଇ, କାହିଁକି ରହିବି, କାହିଁକି ଯିବି, ନିଜ ଶବ ନିଜେ ବୋହି, ଯାହାର ତୁ ଦେଲୁ ପେଇ, ଜିଥାଇ ମଶାଣିରେ ଦେଲୁ ଶୋଇ, ଯାହାର ତୁ ଦେଲୁ ପେଇ, ଜିଥାଇ ମଶାଣିରେ ଦେଲୁ ଶୋଇ, ଦେଲୁ ଶୋଇ, ଦେଲୁ ଶୋଇ।